ରାସୋଳ ସନରାଇଜ କ୍ଲବର ମହାସମାରୋହରେ 50ତମ ସମ୍ପୂର୍ଣ୍ଣ ଜୟନ୍ତୀ ପାଳିତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ଅଗ୍ରଣୀ କ୍ଲବ ସନରାଇଜ କ୍ଲବ ତାର 50ତମ ସମ୍ପୂର୍ଣ୍ଣ ଜୟନ୍ତୀ ପାଳିତ କରିଛି। ପ୍ରଥମେ ଅନୁଷ୍ଠାନର ସମ୍ପାଦକ ବିନୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରାସୋଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କ୍ଲବର ସଭାପତି ଭାସ୍କର ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ଜୟନ୍ତୀ ବେଳେ ସ୍ଥାନୀୟ ବିଧାୟକା ସୀମାରାଣୀ ନାୟକ ଯୋଗ ଦେଇଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସନରାଇଜ କ୍ଲବର ସାମାଜିକ କାର୍ଯ୍ୟ ଓ ବିଚାରଧାରାକୁ ଶୁଣି ତାର ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ପିଢ଼ିକୁ ସେହି ବିଚାରଧାରାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ କ୍ଲବ ଦ୍ୱାରା ପ୍ରକାଶିତ ପତ୍ରିକା ସୂର୍ଯ୍ୟ ସ୍ୱାତି ଓ କ୍ଲବର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ଲିଖିତ କବିତା ସଂକଳନ ଅର୍ଦ୍ଧତା ପୃଥିବୀକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। ଅଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ସଭାପତି ଭାସ୍କର ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଆୟୋଜିତ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ହିନ୍ଦୋଳରୁ ଗଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।